ମୁଁ ଫେମସ୍ ତାଙ୍କୁ ସ୍ୱାଗତ କରୁଛି ଫୋମ୍ ଟ୍ୟୁଟୋରିଆଲ୍ସ ୟୁଟ୍ୟୁବ୍ ଚ୍ୟାନେଲକୁ। ଆଜିର କ୍ଲାସ୍ରେ ଆମେ ଆଲୋଚନା କରିବା +3 ପ୍ରଥମ ସେମିଷ୍ଟାରର କୋର୍ ଡବଲ୍ ଆଇ ର ୟୁନିଟ୍ 4 ଯେଉଁଥିରେ କି ରହିଛି ରମ୍ୟ ରଚନା ବା ପ୍ରବନ୍ଧ ରମ୍ୟ ରଚନା ଆତ୍ମଜୀବନୀ ଜୀବନୀ ଆଉ ଭ୍ରମଣ କାହାଣୀ ଥିଲା। ତ ସେଇ ଉପରେ ଆମେ ପ୍ରବନ୍ଧର ସଂଜ୍ଞା ଆଉ ସ୍ୱରୂପ ଉପରେ ଆଲୋଚନା କରି ସାରିଛୁ। ବର୍ତ୍ତମାନ ଆମେ ଆଲୋଚନା କରିବା ରମ୍ୟ ରଚନା ଉପରେ। ରମ୍ୟ ରଚନା କାହାକୁ କୁହାଯାଏ ଏବଂ ରମ୍ୟ ରଚନା ଉପରେ କିଏ କ'ଣ ମତ ଦେଇଛନ୍ତି ଏବଂ ତାର ସ୍ୱରୂପ ଉପରେ ଆମେ ଆଲୋଚନା କରିବା। ତ ଏ ଯୋଉ ରମ୍ୟ ରଚନା ଏହାକୁ ମାନେ ବହୁତ ଜଣ ବ୍ୟକ୍ତି ଏମିତି ଅଛନ୍ତି ଯେଉଁମାନେ କି ପ୍ରବନ୍ଧ ଆଉ ରମ୍ୟ ରଚନାକୁ ସମାନ ବୋଲି ଭାବିଥାନ୍ତି, କିନ୍ତୁ ପ୍ରବନ୍ଧ ଆଉ ରମ୍ୟ ରଚନା ସମାନ ନୁହେଁ। ଉଭୟ ଭିତରେ ଅନେକ ପ୍ରଭେଦ ପରିଲକ୍ଷିତ ହୋଇଥାଏ ଏବଂ ସେଇ ପ୍ରଭେଦ ଗୁଡ଼ିକ ଉପରେ ମଧ୍ୟ ଆମେ ଆଲୋଚନା କରିବା। ଯେମିତିକି ପ୍ରବନ୍ଧ କହିଲି, ମୁଁ ପ୍ରବନ୍ଧକୁ ଦୁଇ ଭାଗରେ ବିଭକ୍ତ କରାଯାଇଥାଏ। ଗୋଟେ ହେଉଛି ବସ୍ତୁନିଷ୍ଠ, ଯୋଉଟା କି ତୁମକୁ ପ୍ରିଭିୟସ୍ କ୍ଲାସରେ କହିଥିଲି ଯେ ବସ୍ତୁନିଷ୍ଠ, ଆଉ ଗୋଟେ ହେଉଛି ବ୍ୟକ୍ତିନିଷ୍ଠ। ଆଉ ଗୋଟେ ହେଉଛି ଯୋଉ ବ୍ୟକ୍ତିନିଷ୍ଠ ଯୋଉ ରହିଲା, এই ବ୍ୟକ୍ତିନିଷ୍ଠଟା କ'ଣ, এই ବ୍ୟକ୍ତିନିଷ୍ଠଟା ରମ୍ୟ ରଚନାର ପର୍ଯ୍ୟାୟଭୁକ୍ତ ଅଟେ। ଏ ଯୋଉ ବ୍ୟକ୍ତିନିଷ୍ଠ ପ୍ରବନ୍ଧ ଏହାକୁ ରମ୍ୟ ରଚନା ବା ଲଳିତ ବନ୍ଧ ରଚନା ବୋଲି କୁହାଯାଇଥାଏ। ଲଳିତ ବନ୍ଧ ରଚନା ଯାହା, ରମ୍ୟ ରଚନା ଯାହା, ବ୍ୟକ୍ତିନିଷ୍ଠ ପ୍ରବନ୍ଧ ମଧ୍ୟ ତାହା। ତା ଉପରେ ଆମେ ଆଲୋଚନା କରିବା। ପ୍ରଥମେ ଦେଖ ଯେ ରମ୍ୟ ରଚନାକୁ ଫରାସୀ ସାହିତ୍ୟରେ ରମ୍ୟ ରଚନାକୁ ଫରାସୀ ସାହିତ୍ୟରେ ବେଲେ ଲେତା, ବେଲ୍ଫ ଲେଟର୍ସ ବା ବେଲେ ଲେତା ବୋଲି କୁହାଯାଏ। ଏହାର ଅର୍ଥ ପ୍ରେମପତ୍ର ବା ସୁଚାରୁ ପରିମାର୍ଜିତ ଲଘୁ ରଚନା। ଯେ ଯେଉଁ ରମ୍ୟ ରଚନା ଯେଉଁ ଶବ୍ଦଟା ଆସିଥିଲା ସେଇଟାକୁ ଫରାସୀ ସାହିତ୍ୟରେ ପ୍ରଥମେ କ'ଣ କୁହାଯାଇଥିଲା, ବେଲେ ଲେତା, ବେଲ୍ଫ ଲେଟର୍ସ ବୋଲିକି। ଏହାର ଅର୍ଥ ହେଉଛି ପ୍ରେମପତ୍ର ବା ସୁଚାରୁ ପରିମାର୍ଜିତ ଲଘୁ ରଚନାକୁ ଆମେ ରମ୍ୟ ରଚନା ବୋଲି କହିଥାଉ, ଯାହା ରମ୍ୟ ରଚନା ବୋଲି କୁହାଯାଉଥିଲା, ଯୋଉଟା କି ପରବର୍ତ୍ତୀ ସମୟରେ ଆମେ ବର୍ତ୍ତମାନ କହୁଛେ ଯାହା ରମଣୀୟ ରଚନା ତାହା ହେଉଛି ରମ୍ୟ ରଚନା ବୋଲି। ଲଘୁ ମାନସିକତାର ରଚନାକୁ କୁହାଯାଏ ରମ୍ୟ ରଚନା। ଲଘୁ ମାନସିକତା ସେ ଜାଗାରେ ଥିବ। ପରିମାର୍ଜିତ ଲଘୁ ରଚନା, ବିଶେଷ କରି ସେ ଜାଗାରେ ହାସ୍ୟ ମଧ୍ୟ ଅନ୍ତର୍ଭୁକ୍ତ ହୋଇଥାଏ, ତାକୁ ଆମେ ରମ୍ୟ ରଚନା ବୋଲିକି କହିଥାଉ। ରମଣୀୟ କଥନ ବା ରଚନାକୁ ରମ୍ୟ ରଚନା କୁହାଯାଏ। ରମଣୀୟ କଥନ ବା ରଚନାକୁ ଆମେ ରମ୍ୟ ରଚନା ବୋଲି କହିଥାଉ। ରମ୍ୟ ରଚନାରେ ଗୁରୁ ଗମ୍ଭୀର ବିଷୟବସ୍ତୁକୁ ଲଳିତ କୋମଳ ଭାବରେ ବର୍ଣ୍ଣନା କରାଯାଇଥାଏ। ଯେ ରମ୍ୟ ରଚନା ଗୋଟେ ଏମିତି ଜିନିଷ ଯାହାର କି ମୁଖ୍ୟ କାମ ହେଉଛି ବହୁତ ଜାଗାରେ ହାସ୍ୟ ସୃଷ୍ଟି କରିବା ହେଉଛି, ଲଘୁ ବା ହାସ୍ୟ ସୃଷ୍ଟି କରିବା ହେଉଛି ବିଶେଷ କରି ରମ୍ୟ ରଚନାର ମୁଖ୍ୟ ଲକ୍ଷ୍ୟ ବୋଲି କହିପାରିବା। ତ ରମ୍ୟ ରଚନାରେ ଗୁରୁ ଗମ୍ଭୀର ବିଷୟ ବା ଯୋଉ ଜଟିଳ ବିଷୟକୁ କ'ଣ କରାଯାଇଥାଏ, ଯେ କୋମଳ ଭାଷାରେ ବର୍ଣ୍ଣନା କରାଯାଇଥାଏ। ଏଥିରେ ଥାଏ ଲଘୁ ହାସ୍ୟଜ୍ଜଳ ପରିବେଶ ଓ ବ୍ୟଙ୍ଗାତ୍ମକ ଦୃଷ୍ଟିକୋଣ। ସବୁଠୁ ଇମ୍ପୋର୍ଟାଣ୍ଟ ପଏଣ୍ଟ ପିଲାମାନେ, ରମ୍ୟ ରଚନାରେ କ'ଣ ଥାଏ, ଯେ ଆମେ ଯେମିତି ପ୍ରବନ୍ଧ ଦେଖିବା, ପ୍ରବନ୍ଧରେ ବାସ୍ତବ ଘଟଣା ପ୍ରତିଫଳିତ ହୋଇଥାଏ, ସେଇଭଳି ଭାବରେ ରମ୍ୟ ରଚନାରେ କ'ଣ ହୋଇଥାଏ, ଯେ ବିଶେଷ କରି ଆମେ ଏଥିରେ ହାସ୍ୟଜ୍ଜଳ ପରିବେଶ, ଯେ ଯୋଉ ରମ୍ୟ ରଚନାକାର ଯୋଉ ରମ୍ୟ ରଚନା ରଚନା କରିବେ ସେଥିରେ ବିଶେଷ କରି ହାସ୍ୟଜ୍ଜଳ ପରିବେଶ କେମିତି ସୃଷ୍ଟି ହେବ, ବ୍ୟଙ୍ଗାତ୍ମକ ଦୃଷ୍ଟିକୋଣ କେମିତି ସୃଷ୍ଟି ହେବ, ସେଇ ଉପରେ ସେମାନେ ସବୁବେଳେ ଗୁରୁତ୍ୱ ଦେଇଥାନ୍ତି। ଏହା ପ୍ରବନ୍ଧ, କାହାଣୀ, କବିତାର ଏକ ମନୋଜ୍ଞ ମିଶ୍ର ରୂପ ରମ୍ୟ ରଚନା। ରମ୍ୟ ରଚନାର ଲେଖକ ବର୍ଣ୍ଣନା ପ୍ରସଙ୍ଗରେ ମଝିରେ ମଝିରେ ଗଳ୍ପାଂଶର ଅବତାରଣା ମଧ୍ୟ କରିଥାଏ। ନାନା ଉଦ୍ଧୃତି ଏବଂ ଉଦାହରଣ ମଧ୍ୟ ଦିଏ। ପୁରାଣ, ଇତିହାସ, କିମ୍ବଦନ୍ତୀ, ଲୋକକଥାରୁ ଅନେକ ଉଦାହରଣ ନିଆଯାଇଥାଏ। ନାନା ଢଗଡମାଳି, ପ୍ରବାଦ, ପ୍ରବଚନର ପ୍ରୟୋଗ ହୁଏ ଏହି ରମ୍ୟ ରଚନାରେ। ଏହାକୁ କେହି କେହି ଗଦ୍ୟ କବିତା ବୋଲି ମଧ୍ୟ କହିଥାନ୍ତି। ରମ୍ୟ ରଚନାକୁ କ'ଣ କେହି କେହି ଗଦ୍ୟ କବିତା ବୋଲିକି ମଧ୍ୟ କହିଥାନ୍ତି। ରମ୍ୟ ରଚନା ମୁକ୍ତ ଫର୍ମ ବା ଓପନ ଫର୍ମରେ ରଚିତ। ଗୋଟିଏ ଭାବ ବିନ୍ଦୁକୁ ଏଥିରେ ସମ୍ପ୍ରସାରିତ କରି ଦେଇ ସିଦ୍ଧାନ୍ତରେ ଉପନୀତ ହେବାକୁ ହୁଏ। ଏ ଧରଣର ପ୍ରବନ୍ଧରେ কথୋପକଥନ ରୀତି, ମାନେ ରମ୍ୟ ରଚନା ଭିତ୍ତିକ ବା ଆମେ ଯୋଉ କହିଥାଉ ଯେ ବ୍ୟକ୍ତିନିଷ୍ଠ ପ୍ରବନ୍ଧ, ଯୋଉ ସେଇ ପ୍ରବନ୍ଧରେ କ'ଣ ହୋଇଥାଏ, ଯେ কথୋପକଥନ ରୀତି, ଉଭୟ ଭିତରେ ଯୋଉ কথୋପକଥନ ପ୍ରସଙ୍ଗ ଯୋଉ ବର୍ଣ୍ଣନା କରାଯାଇଥିବ, কথୋପକଥନର ରୀତି, ଲଘୁ ଆନନ୍ଦଜ୍ୱଳ ପରିବେଶ, ଭାବ ପ୍ରବଣତା, ପରିହାସ ପ୍ରବଣତା, କୌତୁକ ପ୍ରିୟତା ଏସବୁ ପ୍ରାଧାନ୍ୟ ଲାଭ କରିଥାଏ। ଲେଖକଙ୍କର ବ୍ୟକ୍ତିତ୍ୱ ଏଥିରେ ପ୍ରଭାବ ବିସ୍ତାର କରେ। ଯେ ସବୁବେଳେ ଯେହେତୁ ବ୍ୟକ୍ତିନିଷ୍ଠ ପ୍ରବନ୍ଧ ଏଇଟା ରହିଲା, ସେଥିପାଇଁ ଏଥିରେ କ'ଣ ହୋଇଥାଏ, ଯେ ଆମେ ଯେମିତିକି ପ୍ରବନ୍ଧ ମାନେ ବସ୍ତୁନିଷ୍ଠ, ଏଇଟା ବ୍ୟକ୍ତିନିଷ୍ଠ, ସେଇଥିପାଇଁ କ'ଣ ହୋଇଥାଏ, ଯେ ବ୍ୟକ୍ତିତ୍ୱ ଏଥିରେ ପ୍ରଭାବ ବିସ୍ତାର କରିଥାଏ। ଏଥିରେ ଆମେ ଲଘୁ ରଚନା ଦେଖିବାକୁ ପାଇବା, ଏଥିରେ ଆମେ ହାସ୍ୟରସାତ୍ମକ ରଚନା ଦେଖିବାକୁ ପାଇବା ଏବଂ ଏଗୁଡ଼ିକୁ ହିଁ ଆମେ କ'ଣ, ଯେ ରମ୍ୟ ରଚନାର ପର୍ଯ୍ୟାୟଭୁକ୍ତ କରିପାରିବା। ରମ୍ୟ ରଚନା ପ୍ରଥମ ପୁରୁଷରେ ଲେଖାଯାଏ। ଏହି କ୍ଷେତ୍ରରେ ରମ୍ୟ ରଚନା ହୁଏ ମନ୍ମୟ ପ୍ରବନ୍ଧ ନିକଟବର୍ତ୍ତୀ। ପ୍ରବନ୍ଧକୁ ଯୋଉ ଆମେ ଯେମିତିକି ମାନେ ବ୍ୟକ୍ତିନିଷ୍ଠ, ବସ୍ତୁନିଷ୍ଠ, ସେଇଭଳି ତନ୍ମୟ ଏବଂ ମନ୍ମୟ ବୋଲି ବି କୁହାଯାଏ। ତ ଏଇଟା ହେଉଛି
মন্ময় প্রবন্ধর নিকটবর্তী লেখকଙ୍କର ବ୍ୟକ୍ତିଗତ অভিজ্ঞতা ও অনুভূতির স্পর্শরে ଏହା ରମଣୀୟ ଯେ ପ୍ରଥମ ପୁରୁଷ ଏ ଜାଗାରେ ତୃତୀୟ ପୁରୁଷ ନୁହେଁ ଲେଖକ ନିଜେ ଲେଖୁଛି ମାନେ ଲେଖକ ନିଜକୁ ନିଜେ ସେ ଜାଗାରେ ତା ଚରିତ୍ରରେ ଅନ୍ତର୍ଭୁକ୍ତ କରିବ ତ ଲେଖକଙ୍କର ବ୍ୟକ୍ତିଗତ ଅଭିଜ୍ଞତା ଯେଉଁ ଲେଖକ ରଚନା କରୁଛି ରମ୍ୟ ରଚନା ତାର ବ୍ୟକ୍ତିଗତ ଅଭିଜ୍ଞତା ଓ ଅନୁଭୂତିର ସ୍ପର୍ଶରେ ଏହା ରମଣୀୟତା ସୃଷ୍ଟି କରେ ବା ଏହା ଆନନ୍ଦ ସୃଷ୍ଟି କରିଥାଏ ତୃତୀୟ ପୁରୁଷରେ ମଧ୍ୟ ରଚିତ ହୁଏ ବିଶେଷ କରି ପ୍ରଥମ ପୁରୁଷ ରଚନା କରାଯାଏ କେତେଟା କ୍ଷେତ୍ରରେ ତୃତୀୟ ପୁରୁଷରେ ଏଇଟା ରଚନା କରାଯାଇଥାଏ জীবন ও সমাজ সম্পর্কিত ভাব ভাবনা এথিরে প্রকাশ পাই পাঠকଙ୍କୁ অবহিত করে রম্য রচনার লেখক জনে দায়িত্ববান শিল্পী প্রাচীন কাଳରେ ବ୍ୟାକରଣ ଶାସ୍ତ୍ର ବାଗ୍ମିତା ଓ କାବ୍ୟ କୌଶଳକୁ ରମ୍ୟ ରଚନାର ଶ୍ରେଣୀଭୁକ୍ତ କରାଯାଉଥିଲା ପ୍ରାଚୀନ ସମୟରେ କ'ଣ ବ୍ୟାକରଣ ଶାସ୍ତ୍ର ବାଗ୍ମିତା ଏବଂ କାବ୍ୟ କଳାକୁ ରମ୍ୟ ରଚନାର ଶ୍ରେଣୀଭୁକ୍ତ କରାଯାଉଥିଲା ମାତ୍ର ପରେ ପରେ ଗଦ୍ୟରେ ରଚିତ କଳ୍ପନାକାନ୍ତ ଶିଳ୍ପ ସଙ୍ଗତ ରଚନାକୁ ରମ୍ୟ ରଚନା କୁହାଗଲା ଲେଖକର ଖିଆଳ ଏବଂ ତରଳ କଳ୍ପନାକୁ ନେଇ ଏହା ରଚିତ ହେଲା ଏଥିରେ ଲେଖକର ଏକାନ୍ତ ବ୍ୟକ୍ତିଗତ ଏ ବ୍ୟକ୍ତିନିଷ୍ଠ ଯେହେତୁ ଲେଖକର ଏକାନ୍ତ ବ୍ୟକ୍ତିଗତ ଭାବ ପ୍ରକାଶ ପାଇଲା ରମ୍ୟ ରଚନାରେ ହାସ୍ୟରସାତ୍ମକ ରଚନା ମାନେ ରମ୍ୟ ରଚନା କହିଲେ କେବଳ ହାସ୍ୟରସାତ୍ମକ ରଚନା ନୁହେଁ ମାନେ ସବୁ ହାସ୍ୟରସାତ୍ମକ ରଚନାକୁ ଆମେ ରମ୍ୟ ରଚନା କହିପାରିବା ନାହିଁ ରମ୍ୟ ରଚନାରେ ହାସ୍ୟର ଭୂମିକା ଗୁରୁତ୍ୱପୂର୍ଣ୍ଣ ବ୍ୟଙ୍ଗର ଭୂମିକା ଗୁରୁତ୍ୱପୂର୍ଣ୍ଣ ଆମେ କହିପାରିବା କିନ୍ତୁ ସବୁ ହାସ୍ୟରସାତ୍ମକ ରଚନାକୁ ଆମେ ରମ୍ୟ ରଚନା କହିପାରିବା ନାହିଁ ଏଥିରେ ହାସ୍ୟ ରହେ ମାତ୍ର ତାର ଅନ୍ତଃସ୍ଥଳରେ ଥାଏ ବ୍ୟଙ୍ଗ ଏବଂ ବିଦ୍ରୂପ ଛଳରେ ପରିହାସ କରିବା ର ବର୍ଣ୍ଣନା ଆମେ ରମ୍ୟ ରଚନାରେ ଦେଖିବାକୁ ପାଇବା ତେଣୁ ଏହା ଏକ ରସମୟ ଭାବ ସମ୍ବାହୀ କୋମଳ ଗଦ୍ୟ ରଚନା ବୋଲି କୁହାଯାଇଥାଏ ରମ୍ୟ ରଚନା ଉପରେ ପିଲାମାନେ ବେଶୀ କିଛି ଜାଣିବାର ଆବଶ୍ୟକ ନାହିଁ ରମ୍ୟ ରଚନା କାହାକୁ କୁହାଗଲା ତମେ ଜାଣିଲ ଏଇ ଜାଗାରେ ଆମେ ଦେଖିବା ତାଙ୍କ ଉପରେ ଆଉ କିଏ କଣ କହିଛନ୍ତି ଯେ ଦେଖ ରମ୍ୟ ରଚନା ମାନେ କଣ ଜାଣିଲ ତ ଗୋଟେ ହାସ୍ୟରସାତ୍ମକ ରଚନା ଯୋଉଥିରେ ଗୋଟେ ହାସ୍ୟରସାତ୍ମକ ବ୍ୟଙ୍ଗ ବିଦ୍ରୂପାତ୍ମକ ରଚନା ଯୋଉଥିରେ କି ଲଘୁ ଆନନ୍ଦଜଳ ପରିବେଶ ଭାବ ପ୍ରବଣତା ପରିହାସ ପ୍ରବଣତା କୌତୁକ ପ୍ରିୟତା କୋଥୋପକଥନ ରୀତି ଆଦି ପ୍ରାଧାନ୍ୟ ଲାଭ କରିଥାଏ କୋଉଥିରେ ରମ୍ୟ ରଚନା ବା ରମଣୀୟ ରଚନା ବୋଲି ଆମେ ଯାହାକୁ କହିଥାଉ ତୁମକୁ କ୍ୱେଶ୍ଚନ ପଚାରିବ ଯେ ରମ୍ୟ ରଚନାର ସଂଜ୍ଞା ସ୍ୱରୂପ ଲେଖ ତୁମେ ପ୍ରଥମେ ଲେଖିବ ରମ୍ୟ ରଚନା କାହାକୁ କୁହାଯାଏ ରମ୍ୟ ରଚନାର ସଂଜ୍ଞା କଣ ତାର ସ୍ୱରୂପ କଣ ବା ରମ୍ୟ ରଚନା ସରିଗଲା ମୁଁ ତୁମକୁ ବୁଝେଇଲି ରମ୍ୟ ରଚନା ମାନେ କଣ ସେ କେଉଁ ଭଳି ଭାବରେ ଫରାସୀ ଆସିଛି ସେ ଉପରେ ମଧ୍ୟ ଆମେ ଆଲୋଚନା କଲା ଗୋପୀନାଥ ମହାନ୍ତି କହିଛନ୍ତି ଗୋପୀନାଥ ମହାନ୍ତି ଯିଏକି ଜାଣିଛ ଦାଦିଗୁଡ଼ା ପରଜା ଅମୃତର ସନ୍ତାନ ସେଓ ଭାଇ ଅପହଞ୍ଚ ଏ ଯୋଉ ଉପନ୍ୟାସ ରଚନା କରିଛନ୍ତି ଆଦିବାସୀ ଭିତ୍ତିକ ଉପନ୍ୟାସ ରଚନା କରି ବିଶେଷ କରି ପ୍ରସିଦ୍ଧି ଅର୍ଜନ କରିଛନ୍ତି ଗୋପୀନାଥ ମହାନ୍ତି ସେ ତାଙ୍କ ମତରେ ରମ୍ୟ ରଚନାରେ ଗୁରୁ ଗମ୍ଭୀର ଠାଣି ନଥାଏ ଦାନ୍ତ ଚିପା ନଥାଏ ଡୋଳା ଘୋଷା ନଥାଏ ଭ୍ରୁଲତା ଟେକା ନଥାଏ ସେ କହିଛନ୍ତି କଣ ରମ୍ୟ ରଚନା ଗୁରୁ ଗମ୍ଭୀର ବା କଠିନ ବିଷୟ ସେଥିରେ ନଥିବ ସେ ଗୁରୁ ଗମ୍ଭୀର ବିଷୟକୁ ଜାଗାରେ ସରଳ ଏବଂ ସାବଲୀଳ ଭାଷାରେ ବର୍ଣ୍ଣନା କରାଯାଇଥିବ ଗୁରୁ ଗମ୍ଭୀର ଠାଣି ନଥିବ ଦାନ୍ତ ଚିପା ନଥାଏ ଡୋଳା ଖସା ନଥାଏ ଭ୍ରୁଲତା ଟେକା ନଥାଏ ଏଇଭଳି ଭାବରେ ଗୋଟେ ରଚନାକୁ ରମ୍ୟ ରଚନା କୁହାଯାଇଥାଏ ବୋଲିକି ଗୋପୀନାଥ ମହାନ୍ତି ମତ ଦେଇଛନ୍ତି ତାପରେ ଏହାକୁ ନେଇକି ଆଉ କିଏ କଣ ମତ ଦେଇଛନ୍ତି ଦେଖିବା ଗୋପୀନାଥ ମହାନ୍ତି କହିଲେ ତାପରେ ଆମର ଯୋଉ ଚନ୍ଦ୍ରଶେଖର ରଥ ରମ୍ୟ ରଚନା ସମ୍ପର୍କରେ କହିଛନ୍ତି ଯେ ଚନ୍ଦ୍ରଶେଖର ରଥ କହିଛନ୍ତି ଯେ କଣ କହିଛନ୍ତି ଯେ ମନ ରଞ୍ଜେଇବା ଏହାର ଉଦ୍ଦେଶ୍ୟ ନୁହେଁ ଆଉ ମଧ୍ୟ ଉଦ୍ଦେଶ୍ୟ ନୁହେଁ ଭାବ ଗମ୍ଭୀର ମୁଦ୍ରାରେ ନାକ ଆଖି ଚିପି କେବଳ ପ୍ରଣବ ମାଧ୍ୟମରେ ଦେଖ କଣ କହିଛନ୍ତି ଦେଖ ଚନ୍ଦ୍ରଶେଖର ରଥ ଗୋପୀନାଥ ମହାନ୍ତି କଣ କହିଛନ୍ତି ଜାଣିଲ ଚନ୍ଦ୍ରଶେଖର ରଥ ଦେଖ ଯେ ରମ୍ୟ ରଚନା ସମ୍ପର୍କରେ କହିଛନ୍ତି ଯେ ମନ ରଞ୍ଜେଇବା କେବଳ ମନକୁ ରଞ୍ଜେଇବା ବା କେବଳ ମନୋରଞ୍ଜନ ଏଠି କମେଇଦେବା ମୁଁ ବେଶୀ ହେଇଯାଉଛି ରୁହ କେବଳ ମନୋରଞ୍ଜନ କରିବା ଏଇ ରମ୍ୟ ରଚନାର ଲକ୍ଷ୍ୟ ନୁହେଁ ବା ତାର ଉଦ୍ଦେଶ୍ୟ ନୁହେଁ କେବଳ ମନୋରଞ୍ଜନ ତାର ଉଦ୍ଦେଶ୍ୟ ନୁହେଁ ଭାବ ଗମ୍ଭୀର ମୁଦ୍ରାରେ ନାକ ଆଖି ଚିପି କେବଳ ପ୍ରଣବ ମାଧ୍ୟମରେ ପାଠକକୁ ନିଚ୍ଛକ ଜ୍ଞାନ ପିଆଇବା କେବଳ ସେ କହିଛନ୍ତି କଣ ଯେ କେବଳ ପାଠକକୁ ଜ୍ଞାନ ଦେବା କିମ୍ବା କେବଳ ପାଠକଙ୍କୁ ମନୋରଞ୍ଜନ ଦେବା ଏହି ରମ୍ୟ ରଚନାର ଉଦ୍ଦେଶ୍ୟ ନୁହେଁ ବୋଲି କହିଛନ୍ତି କିଏ ଚନ୍ଦ୍ରଶେଖର ରଥ ସେ ପୁଣି କହନ୍ତି ଯେ ରମ୍ୟ ରଚନାରେ କବିତାର ପ୍ରାଣ ତାର ଆଙ୍ଗିକ ଭାଷା ଭଙ୍ଗୀ ଗଳ୍ପର ରଞ୍ଜକତା ଚାତୁରୀ ପ୍ରବନ୍ଧର ବୌଦ୍ଧିକତା ଶାଣିତ ଚିନ୍ତାର ଦୀପ୍ତି ସମୟ ସମୟରେ ନାଟକର ଛଟା ଏବଂ ସଂଳାପ ଥିଲେ ମଧ୍ୟ ଏହା ସମସ୍ତଙ୍କ ଠାରୁ ଭିନ୍ନ ନିଜ ଗୋଡ଼ରେ ନିଜେ ଠିଆ ହେଲା ବୋଲି ଏକ ସ୍ୱତନ୍ତ୍ର ସାହିତ୍ୟ ବିଭାଗ ଯେ ସେ କଣ କହିଛନ୍ତି ଯେ ଗୋପୀନାଥ ମହାନ୍ତି ତ ଆଗରୁ କହିଲେ ଗୋପୀନାଥ ମହାନ୍ତିଙ୍କ ପରେ ଚନ୍ଦ୍ରଶେଖର ରଥ କହିଲେ ଯେ କେବଳ ମନକୁ ରଞ୍ଜେଇବା ଏବଂ ପାଠକକୁ ନିଚ୍ଛକ ଜ୍ଞାନ ପିଏଇବା ଏଇ ରମ୍ୟ ରଚନାର ଉଦ୍ଦେଶ୍ୟ ନୁହେଁ
किंबा से पुणी कहते जे रम्य रचना होउची गोटे कवितार प्राण से आम कौन देखा पाइबा जे से आम गल्पर रंजकता देखा पाइबा प्रबंधर बौद्धिकता देखा पाइबा से आम नाटकर सामान्य छटा नाटकर सामान्य छटा संलाप देखा पाइबा ए सबू को लेकिन ही रम्य रचना गठित होता है और ये सबू अन्य साहित्यर अन्य विभाग भाया रम्य रचना हूँ गोटे स्वतंत्र विभाग बोलिकी मत देते चंद्रशेखर रथ जी की केन्द्र साहित्य अकादेमी पुरस्कार प्राप्त जड़े प्रसिद्ध गाल्पिक उपन्यासिक बोलिक आम कह जंत्रा रूढ़ अफूर्य उपनिवेश भली उपन्यास रचना कर चंद्रशेखर रथ तापर आम देखा ताकि जो मत रहा आउ किए कौन कह देखा दीटा मत तुमको कहीदेली प्रज्ञा आउ देखा एक्चुअली डिफरेंट भ्यू देना मुझे तुमको से तो रम्य रचना तुम जान दी जनकर मत तुमको जो कहली आउ कौन दे रम्य रचनार प्रज्ञा स्वरूप देखा साहित्य विभिन्न विभाग भाया यहाँ भी गोटे गुरुत्वपूर्ण विभाग आउ बहुत जन कही राधानाथ विवेकी हूँ प्रबंधर जी जमी भाव में कही केत जन कही ओडिया साहित्य प्रथम प्रबंध हूँ राधानाथ विवेकी बोलिकी तुमको मुझे जो कही 1873 मसीह उत्कल दर्पण पत्रिका प्रकाशित होता बोलिकी से भाव में केत जन कही फकीरमोहन सेनापति ननांग पांजी फकीरमोहन सेनापति ननांग पांजी हूँ प्रथम रम्य रचना बोलिकी कहुए किंतु केतटा क्षेत्र में आउ केत जन कही जे से विवेकी को प्रथम प्रबंध भी आउ रम्य रचना भी ताकू प्रबंध रम्य रचना उभय बोलिकी बहुत जन मत दे थांती तो आम देखी प्रबंधर एक परिपक्व बलिष्ठ दिग हूँ ललित निबंध जमीक आम आलोचना कर ललित निबंध उपर प्रबंध प्रबंध जग अन प्रत्यय युक्त प्रबंध जमीक निबंध होती निबंध को निबंध जग अ बोलिकी निबंध होती तो ये जिन गुड़ाक जानवर तुम किसी मानने आवश्यकता नहीं तुमको जमी मुझे कहली से जिन गुड़ाक तुम्हें मन रखिब जे प्रबंध क्या कहुए प्रबंध उपर जो चंद्रशेखर रथ और गोपीनाथ महांती प्रज्ञा आहरी प्रज्ञा देखा जे नित्यानंद शतपथी कौन कहते नित्यानंद शतपथी कौन कहते से कहते रम्य रचना उपरे जे व्यक्तिगत अनुभूति और आवेगर परिप्रकाश घटी देख जे व्यक्तिगत अनुभूति और आवेगर परिप्रकाश घटी ओ आत्म प्रकाशर व्याकुलता थिबो ताको ललित रचना बा निबंधर पर्यायभुक्त करा जिबा यथार्थ हेबो बोलिकी से कहते ये जगह नित्यानंद शतपथी कौन कहले नित्यानंद शतपथी जार कि माने सबुज सांप्रतिक 70 सहस्राब्दी पुस्तक नित्यानंद शतपथी परिचित परिचित विशेष परिचित से कहले कौन जो व्यक्तिगत अनुभूति पर्सनल एक्सपीरियंस जो कही था माने व्यक्तिगत अनुभूति और आवेग मनीष मन जो आवेग तार परिप्रकाश घटी और आत्म प्रकाशर व्याकुलता थी जे सब मनीष जमी आत्मजीवन में आत्म प्रकाश निजे किसी कहवाक चाहूब से रम्य रचना कौन होता व्यक्तिगत अनुभूति जीवन अनुभूति थी से जगह आवेग थी एवं से लेखक तार जो आत्म प्रकाश से जो जिन कहवाक चाहूँगी से आत्म प्रकाश को प्रकाशित करने मन में व्याकुलता प्रकाश पाउथबो ताहाकु ही ललित रचना बा निबंधर पर्यायभुक्त कर बोलिकी ए जगह मत देइचंती नित्यानंद शतपथी लालित्य सौकुमार्य भावावेग व्यक्तिगतता विषयांतर गमन शिथिल परिचर्या आत्मिकता निबंधर प्राण भाव में कथित हम कहली से जो रम्य रचना से रम्य रचनार प्राण कौन जे से जगह लालित्य माने से जो पद रचना लालित्यता थी सौकुमार्य थी भावावेग थी व्यक्तिगतता थी विषयांतक गमन थी शिथिल परिचर्या थी ए सबू थिले जाई गोटे सफल रम्य रचना रचित हो पार बोलिकी नित्यानंद शतपथी कही एवं तुम एतिकी मन न रखिले पारे पिला माने गोटे ही पॉइंट तुम मन रखिब गोटे पॉइंट मन रखिब कौन जे ए जो नित्यानंद फास्ट गोटे मन रखिब गोपीनाथ महांती चंद्रशेखर रथंकर दीटा गला तुमको तीनटा मु वर्तमान प्रज्ञा कहली गोटे गोपीनाथ महांती गोटे चंद्रशेखर रथंकर आ गोटे होची नित्यानंद शतपथी केवल नित्यानंद शतपथी मन रखिब जे जोटे व्यक्तिगत अनुभूति और आवेगर परिप्रकाश घटी और आत्म प्रकाश व्याकुलता थी जे सब व्याकुलता प्रकाश पाऊथो जे आत्म प्रकाश करी बोलिकी से जगह आम गोटे ललित रचना गोटे निबंधर पर्यायभुक्त कर रम्य रचनार पर्यायभुक्त कर बोलिकी ए जगह कहते नित्यानंद शतपथी तापर आम देखा आगू आउ किए कौन कहते रम्य रचना संपर्क में महापात्र नीलमणि साहू कहती महापात्र नीलमणि साहू कहते प्रेम त्रिभुज गंजेय गवेषणा एमती बहुत गुड़े रही महापात्र नीलमणि साहूर तमसी राधा और धरा धारा बोलिकी दीटा उपन्यास रही महापात्र नीलमणि साहूर से महापात्र नीलमणि साहू कहते रम्य रचना एपरी एक गद्य रचना जो लेखक तार विषय ज्ञान और वस्तु अर्थ को स्वानुभव रसायनित करी विश्लेषण संश्लेषण उपस्थापन एवं
সুবিন্যাস প্রক্রিয়া দ্বারা বিশেষ ধরনের বিদগ্ধ বাক ভঙ্গিরে রম্যতা সঞ্চারণ করে পাঠকর চিত্তরে এক চমৎকৃতি সৃষ্টি করে এবং ଏହି ରମ୍ୟ ରଚନା ବିଭିନ୍ନ ଭାବ ଓ ଅର୍ଥକୁ ଆଶ୍ରୟ କରି ବିଭିନ୍ନ ରୂପରେ ଆତ୍ମପ୍ରକାଶ କରିବାରେ କେତେ ଲମ୍ବା ସେଣ୍ଟେନ୍ସ ସେ କହିଛନ୍ତି, ଗୋଟେ ବାକ୍ୟକୁ କେତେ ଲଙ୍ଗ କରିଛନ୍ତି ଦେଖ। ଯେ ଏଇ ଯୋଉ ରମ୍ୟ ରଚନା ଦେଖିବା ଆମେ, ରୁହ କଲର ଚେଞ୍ଜ କରିଦେବା, ରମ୍ୟ ରଚନା ଏହା ଏକ ଏପରି ରମ୍ୟ ରଚନା যে কোন ଯେଉଁଥିରେ ଲେଖକ ତାର ବିଷୟ ଜ୍ଞାନ ଓ ବସ୍ତୁ ଅର୍ଥକୁ ସ୍ୱାନୁଭୂତିରେ ରସାୟନିତ କରି, ଯେ ଲେଖକ ଯେତେବେଳେ ରମ୍ୟ ରଚନା କରୁଛି ସେଇ ସମୟରେ ସେଇ ବିଷୟ ସମ୍ପର୍କିତ ସେଇ ଲେଖକଙ୍କର ଯେତିକି ଜ୍ଞାନ ଥିବ ଏବଂ ସେଇ ବସ୍ତୁ ଯୋଉ ବସ୍ତୁ ଉପରେ ସେ ଲେଖୁଛି ସେଇ ଜ୍ଞାନକୁ ନିଜ ଅନୁଭୂତିରେ ତାକୁ ରସାୟନିତ କରିକି ବା ନିଜ ଅନୁଭୂତିରେ ତାକୁ ରସ ସଂଯୋଗ କରିକି ବା ନିଜ ଶୈଳୀରେ ତାହାକୁ ବିଶ୍ଳେଷଣ କରିକି ସଂଶ୍ଳେଷଣ କରିକି ତାହାକୁ ସୁନ୍ଦର ରୂପରେ ଉପସ୍ଥାପନ କରିକି ଏବଂ ସୁବିନ୍ୟାସ ପ୍ରକ୍ରିୟା ଦ୍ୱାରା ତାକୁ ସଠିକ ଭାବରେ ସଜେଇକି ବିଦଗ୍ଧ ବାକ୍ ଭଙ୍ଗୀରେ ରମ୍ୟତା ସଞ୍ଚାରଣ କରି ସେଇ ଜାଗାରେ ଯେମିତି ମାନେ ତାକୁ ସେ କଣ କରିବ ଯେ ସେଇ ବିଷୟ ସମ୍ପର୍କିତ ଜ୍ଞାନକୁ ବିଶ୍ଳେଷଣ କରିକି ଟିକି ନିକି କରି ଦେଖିକି ତାହାକୁ ସୁନ୍ଦର ଭାବରେ ସଜେଇକି ତାକୁ ବାକ୍ ଭଙ୍ଗୀରେ ଚମତ୍କୃତ କରିକି ତାକୁ ସଠିକ ବାକ୍ ଭଙ୍ଗୀରେ ସଜେଇକି ପାଠକ ଚିତ୍ତରେ ଚମତ୍କୃତି ସୃଷ୍ଟି କରି ପାଠକ ତାକୁ ପଢିଲା ମାତ୍ରକେ ମାନେ ଆଶ୍ଚର୍ଯ୍ୟ ହେଇଯିବ ଏବଂ ତାକୁ ଆନନ୍ଦ ପ୍ରଦାନ କରିବା ସଙ୍ଗେ ସଙ୍ଗେ ଜ୍ଞାନ ମିଳିବ ଏବଂ ତା ସହିତ ଗୋଟେ ପାଠକ ତାକୁ ବୁଝିପାରିବ। ତାହାକୁ ହିଁ ରମ୍ୟ ରଚନା କୁହାଯାଏ ବୋଲିକି ଏ ଜାଗାରେ ମହାପାତ୍ର ନୀଳମଣି ସାହୁ କହିଲେ। କଣ ବିଷୟ ଦେଖ, ଏଇ ପଏଣ୍ଟଟା କି ପଏଣ୍ଟ ମନେ ରଖିବ ଯେ ଏଇ ରମ୍ୟ ରଚନା ଏପରି ଏକ ଗଦ୍ୟ ରଚନା ଯୋଉଥିରେ କି ସେ ଲେଖକଙ୍କର ବିଷୟ ସମ୍ପର୍କିତ ଜ୍ଞାନ ଥିବ, ସେ ସ୍ୱାନୁଭୂତିରେ ବା ନିଜ ଅନୁଭୂତିରେ ସେଇ ଲେଖକ ବା ସେଇ ଲେଖାକୁ ସେ କଣ କରୁଥିବ ରସାୟନିତ କରିକି ବିଶ୍ଳେଷଣ କରୁଥିବ, ରସ ସମ୍ପୃକ୍ତ କରିକି বা ଯୋଉଟା କି ପାଠକ ପାଇଁ ଆନନ୍ଦପ୍ରଦ ହୋଇପାରିବ ରସାୟନିତ କରିକି ବିଶ୍ଳେଷଣ କରିବ, ସଂଶ୍ଳେଷଣ କରିବ, ତାକୁ ସୁନ୍ଦର ଭାବରେ ଉପସ୍ଥାପନ କରିବ ଏବଂ ସୁବିନ୍ୟାସ ପ୍ରକ୍ରିୟା ଦ୍ୱାରା ତାକୁ ସଠିକ ଭାବରେ ସଜେଇକି ସେଥିରେ ରମ୍ୟତା ସଞ୍ଚାରଣ କରିକି ତାକୁ ଲେଖିଲେ ଯାଇ ତାକୁ ଆମେ ଗୋଟେ ରମ୍ୟ ରଚନା କହିପାରିବା ବୋଲିକି ଏ ଜାଗାରେ ମହାପାତ୍ର ନୀଳମଣି ସାହୁ କହିଲେ। ତ ଆଶା କରୁଛି ସେମାନେ ସମସ୍ତେ ବୁଝିପାରୁଥିବ ରମ୍ୟ ରଚନା ଉପରେ। ତ ଯୋଉମାନେ କହିଲେ ତାଙ୍କର ମତ ଗୁଡିକ ଗୋପୀନାଥ ମହାନ୍ତି, ଚନ୍ଦ୍ରଶେଖର ରଥ, ମହାପାତ୍ର ନୀଳମଣି ସାହୁ ଆଉ ରହିଲେ ନିତ୍ୟାନନ୍ଦ ଶତପଥୀ, ଏଇ ଚାରି ଜଣଙ୍କର ସଂଜ୍ଞା ତୁମେ ମନେ ରଖିବ ଏମାନେ କଣ କହିଛନ୍ତି ବୋଲି। କେମିତି ତୁମକୁ ଇଣ୍ଡିଭିଜୁଆଲ ପକେଇବନି ଯେ ମହାପାତ୍ର ନୀଳମଣି ସାହୁ କଣ କହିଛନ୍ତି, ଗୋପୀନାଥ ମହାନ୍ତି କଣ କହିଛନ୍ତି, ଏମିତି କିଛି କ୍ୱେଶ୍ଚନ ପଚାରିବନି। ତୁମକୁ ଯୋଉ କ୍ୱେଶ୍ଚନ ପଚାରିବ ରମ୍ୟ ରଚନା କାହାକୁ କୁହାଯାଏ, ରମ୍ୟ ରଚନାର ସଂଜ୍ଞା ଓ ସ୍ୱରୂପ ବର୍ଣ୍ଣନା କର, ସେଇ ଜାଗାରେ ତୁମକୁ ରମ୍ୟ ରଚନା କାହାକୁ କୁହାଯାଏ ଗୋଟେ ପଏଣ୍ଟ, ତାପରେ ସଂଜ୍ଞା ଏଇ ଚାରି ଜଣ ଆଉ ଦି ଜଣଙ୍କର ସଂଜ୍ଞା ମୁଁ ତୁମମାନଙ୍କୁ କହିଦେବି ଇଂରାଜୀ ଅଥର। ସେଇ ଭିତରୁ ତୁମକୁ ଯାହାର ବି ଇଜି ହେବ ମିନିମମ୍ 2-3ଟା ସଂଜ୍ଞା, ଏତିକି ସଂଜ୍ଞା ଭିତରେ ମିନିମମ୍ ତୁମକୁ 2-3ଟା ସଂଜ୍ଞା ମନେ ରଖିବାକୁ ପଡିବ ଯେ ରମ୍ୟ ରଚନା ଉପରେ କିଏ କଣ କହିଛନ୍ତି। ଏବଂ ଆଶା କରୁଛି ତୁମକୁ ମୁଁ ଯେତିକି ବୁଝେଇଲି ତୁମେ ଏଇ ଭିତରେ ତାର ସଂଜ୍ଞା ଗୁଡିକ ଉପରେ ବୁଝିପାରୁଥିବ। ତୁମେ ଭାବୁଥିବ ଯେ ସାରଙ୍କର କ୍ଲାସ ଲଙ୍ଗ ହଉଛି, 4 ମିନିଟର କ୍ଲାସକୁ ସାର 15 ମିନିଟ କରିକି ବୁଝାଉଛନ୍ତି, କିନ୍ତୁ ପିଲାମାନେ କେମିତି ବୁଝିପାରିବେ କାହିଁକି ଡାଟା କଲେକ୍ସନ କରିବା ପିଲାମାନେ ବହୁତ ଗୁଡେ ଜିନିଷ ଡାଟା କଲେକ୍ସନ କରାହଉଛି। ତୁମର ଯୋଉ ସହାୟକ ଗ୍ରନ୍ଥ ସୂଚୀ ଦେଇଛି ସେଟା ସାହିତ୍ୟ ସମ୍ବିଧାନ ଓ ପୂର୍ଣ୍ଣଚନ୍ଦ୍ର ମହାନ୍ତିଙ୍କର କିମ୍ବା ସାହିତ୍ୟ ତତ୍ତ୍ୱ ପ୍ରାଚ୍ୟ ପାଶ୍ଚାତ୍ୟ ଜ୍ୟୋତ୍ସ୍ନାମୟୀ ପ୍ରଧାନଙ୍କର ହଉ କିମ୍ବା ସାହିତ୍ୟର ଡାଳପତ୍ର ସୁରେନ୍ଦ୍ର ମହାରଣାଙ୍କର ହଉ କିମ୍ବା ସାହିତ୍ୟର ଗଠନ ରୀତି ଡକ୍ଟର ବୈଷ୍ଣବ ଚରଣ ସାମଲଙ୍କର ହଉ କିମ୍ବା ପୂର୍ଣ୍ଣଚନ୍ଦ୍ର ମହାନ୍ତିଙ୍କର ହଉ, ସାହିତ୍ୟ ସମ୍ବିଧାନ କିମ୍ବା ସ୍ୱାଧୀନତା ପରବର୍ତ୍ତୀ ଓଡ଼ିଆ ସାହିତ୍ୟର ଭୂମି ଓ ଭୂମିକା ବୈଷ୍ଣବ ଚରଣ ସାମଲ, ସବୁ ଇମ୍ପୋର୍ଟାଣ୍ଟ ବୁକ୍ ଯୋଉଟା ତୁମ ପାଇଁ ଦରକାର ସେଗୁଡାକ ମିଶେଇକି तुम नोट बना होची। तो तुमको ये जिन जमी बुझाक पड़ो। आ तुमको मु केवल गोटे जगार आणिकी 4-5टा पॉइंट लिखी हैंड रिटन नोट, यहाँ मोर हाथ लेखा नोट तुम मान गुरुत्वपूर्ण, यहाँ किसी हो पार तुमको डिफरेंट डिफरेंट जगार कलेक्ट करके बुझा होची कौ जगार कौ बही रे सहज भाव में बना रही कौ जिन तुम पढ़ेले पिला तुम बुझी पार से तथ्य को आणिकी तुम सामने उपस्थापित कराऊँगी। तो से तुमको जो संज्ञा कहुच्छी न घोषिकी तुम बुझा चेष्टा कर, बुझिले ऑटोमेटिक तुम लिखिपार। तो यहाँ आम आलोचना कर रम्य रचना एक उद्देश्यात्मक रचना, लघु हास्य और चाटुल व्यंग प्रयोग होता है बोलिकी तुमको कही। यहाँ फरासी साहित्य मार्टेन द्वारा ये शैली जो आम कही बेललेता बोली जो कही तुमको मुझे आगुरी कही रम्य रचना को फरासी बेललेता बोली कहुए। मार्टेन द्वारा यही शैली प्रथम प्रवर्तित होता है, रम्य रचना शैली प्रथम आरंभ होता मार्टेन द्वारा 1710 से इंग्राजी साहित्य को गला। इंग्राजी धीरे 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 विश्व विभिन्न अंचल को व्याप्त है आम अंचल को व्याप्त होता है बोलिकी आम कहीपर। एवं ओडिया साहित्य यही शैली आम देखा पाइबा, ओडिया साहित्य यही शैली देखा पाइबा। अनेक गुड़े रम्य रचना गोपाल चंद्र प्रभात बाई महांती पांजी, भागवत टुंगीर संध्या, ननांक बस्तानी, लक्ष्मीकांत महापात्र असहयोगात्मकता, एमती बहुत गुड़ाए रम्य रचना रही। तुम तार संज्ञा बुझीगल, तार संज्ञा
तार फज्ञा उपरे तुम बर्तमान बुझीगल तापर बर्तमान आम आलोचना करबा तार स्वरूप उपरे रम्य रचनार फज्ञा उपरे तुम बुझीगल तार स्वरूप उपरे आम देखिबा रम्य रचनार स्वरूप उपरे आम आलोचना करबा अरे तुमको जेतिकी पढौछि पिला ने सब किछि लिखिबार तुमर आवश्यकता नाही तुमको जस्ट जेतिकी दरकार रम्य रचना काहा को जाय तार तीन चारिटा फज्ञा तुमको बुझेबार माने जे हास्य এবং ব্যঙ্গাত্মক লঘু রসাত্মক রম্য রচনা মানে কোন তুমি সেটা বুঝো সেটা বুঝি গলা পরে তোমাকে সেই জিনিসকে লেখিবা পাই ইজি লাগিব তো রম্য রচনার স্বরূপ দেখিবা যে রম্য রচনা এক রমণীয় রচনা গল্প পরি কাহিনীর ধরাবন্ধা কাহিনী নথায় রম্য রচনা প্রবন্ধর অত্যন্ত নিকটবর্তী যেমিতি কি মু তোমাকে কহিতলি যে প্রবন্ধকে দুই ভাগে বিভক্ত করা গোটে বস্তুনিষ্ঠ এবং ব্যক্তিনিষ্ঠ এইটা হয়ে গলা আমার প্রবন্ধ এবং এইটা হয়ে গলা আমার কোন রম্য রচনা ব্যক্তিনিষ্ঠ প্রবন্ধ ধর্মী হচ্ছে এটা ব্যক্তিনিষ্ঠ ব্যক্তিনিষ্ঠ হচ্ছে রম্য রচনা এই যে এটা হচ্ছে রম্য রচনা এবং উপরটা হচ্ছে প্রবন্ধ রম্য রচনা এক পরিমার্জিত লঘু সাহিত্য রম্য রচনার শৈলী আত্মকথন শৈলীযুক্ত আত্মকথন রম্য রচনাকার বা লেখক তার আত্মকাহিনী সে জায়গায় কহিথায় ব্যক্তিগত অভিজ্ঞতা এবং অনুভূতির অন্তরঙ্গ আলেখ্য রম্য রচনা প্রথম পুরুষ রচনা করা এবং কেতটা ক্ষেত্রে তৃতীয় পুরুষের মধ্যে লিখিত হুয়ে অনেক রম্য রচনা পত্র রচনা শৈলীর মধ্যে লিখিত হুয়ে এমতি ভাবে বহুত গুড়ে তার রয়েছে স্বরূপ যেতিকি পারিব তুমি মনে রখি পারিব এবং এর দেখিবা যে রম্য রচনা ও প্রবন্ধ ভিতরে পার্থক্য কোন সেটা রম্য রচনার স্বরূপ তোমাকে যে 8-10টা পয়েন্ট কহিলি সে ভিতরে তুমি 4-5টা পয়েন্ট মনে রখিলে বি রম্য রচনার স্বরূপরে তোমার হয়ে যাব আরামসে আর তারপরে প্রবন্ধ এবং রম্য রচনা ভিতরে পার্থক্য দেখিবা যে প্রবন্ধ হচ্ছে গুরু গম্ভীর কিন্তু রম্য রচনা গুরু গম্ভীর নুহে গুরু গম্ভীর বিষয়কু সহজ এবং সাবলীল ভাবে বর্ণনা করা হয়ে প্রাবন্ধিকর প্রজ্ঞার দীপ্তিমন্ত কিন্তু রম্য রচনা ললিত রচনা প্রবন্ধ তন্ময় ধর্মী রম্য রচনা মন্ময় ধর্মী এটা বস্তুনিষ্ঠ এটা ব্যক্তিনিষ্ঠ প্রবন্ধ চিন্তা প্রধান এবং রম্য রচনা কোন হালকা ভাবে যুক্ত বা ফিতরে ফিতে চিন্তা প্রধান নুহে প্রবন্ধরে জ্ঞানর আধিক্য হইতায় কিন্তু রম্য রচনা অভিজ্ঞতা যুক্ত হইতায় এমিতি বহুত গুড়ে এই জায়গায় পয়েন্ট রহিছি মানে প্রবন্ধ নাতি দীর্ঘ হওয়া কথা রম্য রচনা মধ্য নাতি দীর্ঘ তো কেতটা জিনিস সমান রয়েছে কেতটা জিনিস ডিফরেন্স মধ্যে রয়েছে সেই জিনিস গুড়াক অলরেডি তোমার এই জায়গায় আলোচনা হয়ে যাই তুমি চাইলে পড়ি পারিব নহলে এতিকি জিনিস তোমার জানিবার কৌশি বি আবশ্যকতা নাই তো এটা ছিল রম্য রচনার ফজ্ঞা এবং স্বরূপ এবং রম্য রচনা উপরে আমি দেখিবা যে ওড়িয়া সাহিত্যে কেউ ভাবে রম্য রচনা ব্যাপ্ত হয়েছে তোমার সিলাবসরে তো ନାହିଁ কেবল রম্য রচনার ফজ্ঞা এবং স্বরূপ দিয়েছি কিন্তু দেখিবা ওড়িয়া সাহিত্যের রম্য রচনা উপরে যে ওড়িয়া সাহিত্যের প্রথম প্রবন্ধ এবং রম্য রচনা রাধানাথঙ্কর বিবেকীকে গ্রহণ করা যায় বিবেকীকে প্রথম প্রবন্ধ বলে বি গ্রহণ করা যায় প্রথম রম্য রচনা বলিকি বি গ্রহণ করা যাই এরপরে ফকীরমোহন সেনাপতিଙ୍କ নନାଙ୍କ ପାଞ୍ଜି রম্য রচনা ভাবে আত্মপ্রকাশ কলা পরবর্তী সময় গোপাল চন্দ্র প্রহ্লাদকে ভাগবত টুঙ্গিরে ফন্দিয়া বাই মহান্তিଙ୍କ ପାଞ୍ଜି ଆମ ଘରର ହାଲଚାଲ ଦୁନିଆର ହାଲଚାଲ ନନାଙ୍କ ବସ୍ତାନୀ ବାଇ ନାନୀଙ୍କ ବୁଜୁଳି ମିଆଁ ସାହେବଙ୍କ ରୋଜନ ମଚା ଇତ୍ୟାଦି ତୁମକୁ ଏମିତି ବି କ୍ୱେଶ୍ଚିନ୍ ଦେଇଦେବ ଯେ ଦୁଇଟି ମାନେ ରମ୍ୟ ରଚନାର ନାମ ଲେଖ ବୋଲିକି ଫୋର୍ଥ କ୍ୱେଶ୍ଚିନ୍ ତ ତୁମେ ଯେକୌଣସି ଜିନିଷ ଲେଖିପାରିବ ପଣ୍ଡିତ ନୀଳକଣ୍ଠ ଦାସଙ୍କର ଅଛି ଦେଖ ମୋ ନିଫ ଅଛୁ ହେବୁ प्रतिमा पूजा लक्ष्मीकांत महापात्र असहयोगी आत्मकथा गोविंद त्रिपाठी बटुआ कंखारू फूल दाढ़ी बहुत सुंदर बहुत गुड़े जगह देखा पाइबा बहुत गुड़े रम्य रचना लिखित होती पुरंदर महांती शेष स्तंभ गोटे रम्य रचना यहाँ तुम यही फास्ट इयर बहुत केते गुड़े यूनिवर्सिटी एसी ओडिया क्वेश्चन आसाला शेष स्तंभ कहार बोली गोटे स्तंभ आकार प्रकाश पाला कृष्ण प्रसाद बसुंर आखड़ा घर बैठक हरिकृष्ण महताब गाँ मजलिस जो गाँव कथा वर्णना कराई केन्द्र साहित्य अकाडेमी पुरस्कार पाई एमती बहुत गुड़े रम्य रचना रही है सिलेबस जेहतु ना पे तुमको डीपली पढ़ेबी तो यहाँ हूँ तार फज्ञा और स्वरूप यहाँ ही हूँ रम्य रचनार फज्ञा और स्वरूप 3टा फज्ञा 4टा फज्ञा तुमको कहीदे यहाँ हूँ फज्ञा और स्वरूप आमर सरीगला फज्ञा और स्वरूप और सहित केते गुड़े रम्य रचनार नाम तुमको कहीदेली कि तुम सिलेबस ना तो आशा कर बुझीपार बोली कि जो पाश्चात्य फज्ञा जो मैंने मन रखिब ताहले जॉनसन कहते जॉनसन को मत डॉक्टर जॉनसन डॉक्टर JOHNFON डॉक्टर जॉनसन मध्य ए ललित निबंध बा रम्य रचनार फज्ञा देखि कहिसंती जे इट इज ए लूज स्केल ऑफ माइंड एंड irregular understanding piece not a regular of orderly composition बोली कि से कहिसंती माने ता माने हेउची जे इट इज ए लॉज स्केल ऑफ माइंड से कहिसंती जे एहा मनर एक ढिला आवरण जे डॉक्टर जॉनसन कहिसंती कोन रम्य रचना मनर एक ढिला आवरण गोटे बनै पारि नोट मानक पई ढिला आवरण जे रम्य रचना मनर एक ढिला आवरण यह नियमित किंबा क्रमबद्ध रचना नुहे यह मनर एक ढिला आवरण तापरे रम्य रचना मनर एक ढिला आवरण तापर लिखि पारिबो जे जदि चाहिबो यह नियमित
ଏହା ନିୟମିତ କିମ୍ବା ଏହା ନିୟମିତ କିମ୍ବା କ୍ରମବଦ୍ଧ ରଚନା ନୁହେଁ। ଯେମିତିକି ତୁମକୁ କହିଥିଲି ଯେ ଇଟ୍ ଇଜ୍ ଲୁଜ୍ କେଇ ଅଫ୍ ମାଇଣ୍ଡ ଆଣ୍ଡ ଇରେଗୁଲାର ଅନଡାଇଜେଷ୍ଟ ପିସ୍, ମାନେ ଏଇଟା ଅନିୟମିତ, ଏଇଟା ଗୋଟେ ଢିଲା ଆବରଣ, ଏଇଟା ନିୟମିତ କିମ୍ବା କ୍ରମବଦ୍ଧ ରଚନା ନୁହେଁ ବୋଲିକି ଜନସନ୍ କହିଛନ୍ତି। ଏବଂ ତାଙ୍କ ସହିତ ଆଉ ଜଣେ କହିଛନ୍ତି ଯେ WH ହଡସନ୍ ବୋଲିକି, WH ହଡସନ୍ କହିଛନ୍ତି, WH ହଡସନ୍ HUDFON, WH ହଡସନ୍ କହିଛନ୍ତି ଯେ ଦ ଟ୍ରୁ ଏସେ ଇନ୍ ଏସେନ୍ସିଆଲ personal, it belongs to the literature of self expression. The traces of dissertation may be objective but the essay in subjective. से କହିଛନ୍ତି କ'ଣ ଯେ ପ୍ରକୃତ ପ୍ରବନ୍ଧ, ସେ କହିଛନ୍ତି କ'ଣ ଯେ ପ୍ରକୃତ ପ୍ରବନ୍ଧ, ସେ କହିଛନ୍ତି କ'ଣ ଯେ ଆରେ ଡବଲ ଲେଖିଦେଲି କି ପ୍ରକୃତ ଡବ୍ଲୁ ଏଇଟା ଲେଖିଛନ୍ତି, ରୁହ ଟିକେ ରୁହ, ଟିକେ ମିଟୁନି ଏଇଟା ଇରେଜର। WH ହଡସନ୍ କହିଛନ୍ତି ଯେ ପ୍ରକୃତ ପ୍ରବନ୍ଧ ମୂଳତଃ ବ୍ୟକ୍ତିଗତ, ପ୍ରକୃତ ପ୍ରବନ୍ଧ ମୂଳତଃ ବ୍ୟକ୍ତିଗତ, ଏହି ଆତ୍ମ ଅଭିବ୍ୟକ୍ତି ସାହିତ୍ୟର ଅନ୍ତର୍ଭୁକ୍ତ। ଏହା ଆତ୍ମ ଅଭିବ୍ୟକ୍ତି ସାହିତ୍ୟର ଅନ୍ତର୍ଭୁକ୍ତ। WH ହଡସନ୍ କ'ଣ କହିଲେ ଯେ ପ୍ରକୃତ ପ୍ରବନ୍ଧ ମୂଳତଃ ବ୍ୟକ୍ତିଗତ, ଏହା ଆତ୍ମ ଅଭିବ୍ୟକ୍ତି ସାହିତ୍ୟର ଅନ୍ତର୍ଭୁକ୍ତ ବୋଲିକି WH ହଡସନ୍ କହିଲେ। ତ ଏତିକି ଥିଲା ତୁମମାନଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ। ଆଉ 6ଟା ତ ସଂଜ୍ଞା ହେଇଗଲା। ଏ ଯେଉଁ ତୁମମାନଙ୍କୁ ମୁଁ କହିଲି ଚନ୍ଦ୍ରଶେଖର ରଥଙ୍କ ଉପରେ, ମହାବତାର ନୀଳମଣି ସାହୁ, ଗୋପୀନାଥ ମହାନ୍ତି, ଆଉ ନିତ୍ୟାନନ୍ଦ ଶତପଥୀ, ଆଉ DR ଜନସନ୍ କହିଲି, ଏବଂ WH ହଡସନ୍, ଏଇ ଯେଉଁ 6ଟା ସଂଜ୍ଞା ଭିତରୁ ତୁମେ ମିନିମମ୍ 2-3ଟା ସଂଜ୍ଞା ଆଉ ସ୍ୱରୂପ ଯେଉଁ କହିଲି ସେ ଭିତରୁ 4-5ଟା ପଏଣ୍ଟ ଆଉ 2ଟା ରମ୍ୟ ରଚନାର ନାଁ କିଏ କ'ଣ ଲେଖିଛନ୍ତି, ଏତିକି ମନେ ରଖିଲେ ତୁମମାନଙ୍କର ହେଇଯିବ। ଏହା ବ୍ୟତୀତ ତୁମକୁ ଆଉ କ୍ୱେଶ୍ଚିନ୍ ପଚାରିବ ନାହିଁ। ଆଉ ଏତିକି ପଢ଼ିଲା ପରେ ବି ତୁମମାନଙ୍କୁ ଯଦି ଏଇ ରମ୍ୟ ରଚନା ଉପରେ କିଛି ବି ଡାଉଟ୍ ରହୁଛି ଦେନ୍ ତୁମେ ମୋତେ କମେଣ୍ଟ କରିକି ପଚାରି ପାରିବ, ନହେଲେ ଡିସ୍କ୍ରିପ୍ସନରେ ମୋର ଇନଷ୍ଟାଗ୍ରାମ ଲିଙ୍କ ଅଛି FOMMISRO00, ସେଇଠିକୁ ଯାଇକି ମଧ୍ୟ ପଚାରି ପାରିବ। ଆଉ ନେକ୍ସଟ ଆମର ରହିଲା ଯେଉଁ ଆତ୍ମଜୀବନୀ ଭ୍ରମଣ କାହାଣୀ ଗୋଟେ କ୍ଲାସ୍ କରିଦେବା, ଆଉ ସରି ଆତ୍ମଜୀବନୀ ଆଉ ଜୀବନୀ ଗୋଟେ କ୍ଲାସ୍, ଆଉ ଭ୍ରମଣ କାହାଣୀ ଗୋଟେ କ୍ଲାସ୍ କରିଦେବା। ତ ସମସ୍ତଙ୍କୁ ଅନୁରୋଧ କରିବି ଯେଉଁମାନେ ଫୋମ୍ ଟ୍ୟୁଟୋରିଆଲ୍ସ ୟୁଟ୍ୟୁବ୍ ଚ୍ୟାନେଲକୁ ମାନେ ସବସ୍କ୍ରାଇବ୍ କରିନ, ସବସ୍କ୍ରାଇବ୍ କରିଦିଅ, କାହିଁକି ନା ତୁମେ ଜାଣିଛ ଯେ ଗୋଟେ ଭିଡ଼ିଓ ପାଇଁ କେତେ ପରିଶ୍ରମ କରିବାକୁ ପଡ଼ୁଛି। ସବୁ ଜାଗାରୁ ଫାଷ୍ଟ ଡାଟା କଲେକ୍ସନ୍ କରିବାକୁ ପଡ଼ୁଛି, ଏତେ ଗୁଡ଼ିଏ ବୁକ୍ରୁ ତାକୁ ପୁଣି ଦେଖିବାକୁ ପଡ଼ୁଛି, ଭିଡ଼ିଓ ବନେଇବାକୁ ପଡ଼ୁଛି, କଭର ପେଜ୍ ବନେଇବାକୁ ପଡ଼ୁଛି, ଅପଲୋଡ଼ କରିବାକୁ ପଡ଼ୁଛି, ତାପରେ ଯାଇ ହେଇପାରୁଛି। ତ ନିଶ୍ଚିତ ଭାବରେ ତୁମମାନଙ୍କୁ ଯଦି ଭିଡ଼ିଓ ପସନ୍ଦ ଆସୁଥିବ, ଏମିତି ନୁହେଁ ଯେ ଭଲ ଲାଗିଲାନି ତ ଡିସଲାଇକ୍ କରିଦିଅ, ମୁଁ ଲାଇକ୍ କରିବା ପାଇଁ କହିବିନି, ଡିସଲାଇକ୍ କରିଦିଅ ହେଲା। କିନ୍ତୁ ଯଦି ଭିଡ଼ିଓ ତୁମର କିଛି ବି କାମରେ ଆସିଲା ଆଉ ତୁମକୁ ଯଦି ଭଲ ଲାଗୁଛି ଦେନ୍ ନିଶ୍ଚିତ ଭାବରେ ଚ୍ୟାନେଲକୁ ସବସ୍କ୍ରାଇବ୍ କରିକି ଭିଡ଼ିଓକୁ ଲାଇକ୍ କରିଦେବ, ଏବଂ ତୁମ ସାଙ୍ଗମାନେ ଯେଉଁମାନେ କି ଓଡ଼ିଶାର ଯେକୌଣସି ୟୁନିଭର୍ସିଟିରେ ପଢ଼ୁଛନ୍ତି ତାଙ୍କୁ ନିଶ୍ଚିତ ଭାବରେ ତୁମେ ଭିଡ଼ିଓଟିକୁ ସେୟାର କରିପାରିବ। ତ ଏତିକିରେ ରଖିବା, ନେକ୍ସଟ ଆମେ ଆଉ ଭିନ୍ନ ଭିନ୍ନ ଟପିକ୍ ଉପରେ ଆଲୋଚନା କରିବା। ଭିଡ଼ିଓଟିକୁ ସବୁବେଳେ ଦେଖିଥିବାରୁ ସମସ୍ତଙ୍କୁ ହୃଦୟରୁ ଧନ୍ୟବାଦ। ଜୟ ଜଗନ୍ନାଥ, ଜୟ ମା ସମଲେଇ। ପୁଣି ଦେଖା ହେବା ଆମେ ଆଗାମୀ ଭିଡ଼ିଓରେ।